ओके, नमस्कार, गुड मॉर्निंग, सुप्रभात, जय आरसीएम। जय बहुत बहुत धन्यवाद। आज आमे तीन जन आमे आरंभ करछे, शुरुआत करछे। आगु भी बहुत सारा साथी आसीबे। एक्चुअली आज यूएलपी रो जो प्रोग्राम अछि खोर्धारे से समस्ते तत्पर बहुत। आउ मु भी बाहर सारलेनी ऑलरेडी। मु रेडी हे गेलेनी। मते पचारि दिଅନ୍ତୁ ମୁଁ ପଳାଏ। ହଁ, ଆପଣଙ୍କୁ ପଚାରି ଆପଣ ପଳେଇ ଯିବେ। ହଁ, ଆପଣ ଆଜି କଣ ଗୁରୁକୁଳରେ ଶିଖିଲେ? ଆପଣଙ୍କ ବିଚାର କଣ ରହିଲା? ଇଏ ବି ରେକର୍ଡିଂ ହଉଛି, ତ ଆପଣ କହିଦିଅନ୍ତୁ। ଗୁରୁକୁଳରେ ଯୋଉ ଗୁରୁଜୀ କହୁଛନ୍ତି, ମାନେ ଏକରୂପ ଶିକ୍ଷା ଆମେ କୋଉଠୁ ପାଇବା? ଗୁରୁକୁଳକୁ ସିନା ସମସ୍ତଙ୍କୁ ଡାକିଲେ ନିଜେ ଆମେ ଶିକ୍ଷା ପାଇବା, ସମସ୍ତେ ବି ଶିକ୍ଷା ପାଇବେ। ଗୁରୁକୁଳରେ ସବୁ ପ୍ରତ୍ୟେକ ଦିନ ଯୋଉ ଯୋଉ ନୂଆ ନୂଆ ମାନେ ଆମର ପ୍ରଡକ୍ଟ ଲଞ୍ଚ ହଉଛି, ତା ବିଷୟରେ ଜ୍ଞାନ, ଯୋଉ ରେସିପି ଦେଖଉଛନ୍ତି ତା ବିଷୟରେ ଜ୍ଞାନ, ତାପରେ ଆମ ୟୋଗା ଧ୍ୟାନ ଉପରେ ଯୋଉ ସବୁ ଦେଖଉଛନ୍ତି ତା ଉପରେ ବି ଇଏ ହଉଛି। ତାପରେ ଆମେ ଯୋଉ ମାନେ ଆମର ଶରୀର ଭଲ ରହିବା ପାଇଁ ଯୋଉ ନ୍ୟୁଟ୍ରିଚାର୍ଜ ପ୍ରୋଗ୍ରାମ ହଉଛି, ସବୁ ଯାହା ସବୁ ହଉଛି ଗୁରୁକୁଳ କହୁଛି, ଗୁରୁକୁଳରେ ଆସିଲାଠୁ ଆମ ନଲେଜ ବଢୁଛି ନା ଆଉ। ମେନ୍ କଥା ହେଲା ଆଉ ସବୁବେଳେ ଗୁରୁଜୀ କହୁଛନ୍ତି ଯେତେ ଯୋଉଠି ମିଟିଂ ୟୁଏଲପି ମିଟିଂ ହଉ କି ହୋମ ମିଟିଂ ହଉ, ନୂଆ ଲୋକଙ୍କୁ ଡାକ, ନୂଆ ଲୋକଙ୍କୁ ମାନେ ଗୁରୁକୁଳ ବିଷୟରେ ଶିକ୍ଷା ଦିଅ। ଏଇଟା ସବୁ କରିବା କଥା। ଦେଖ ମୁଁ ଭିଡିଓ ମାନେ ମ୍ୟୁଟ କରିକି ପଳଉଛି, ପୁଣି ଗୁରୁଜୀଙ୍କ ଆକର୍ଷଣ ଟାଣୁଛି, ପୁଣି ଆଜି ଭିଡିଓ ଅନ୍ କରୁଛି। କରିଛି ହ୍ୟାଣ୍ଡ ରାଇଜ କଲି ଯେ କ୍ଷମା ମାଗିବି ଯେ ଆଜି ୟୁଏଲପି ପ୍ରୋଗ୍ରାମ ଅଛି ଓଡିଶାରେ, ଆମେ ସେଥିପାଇଁ ଏକ୍ସାଇଟେଡ। ସବୁ ମାନେ ଆମ ଯୋଉ ଟିମ ମେମ୍ବର ମାନଙ୍କୁ ମୁଁ ଇନଭାଇଟ କରୁଛି, ସେଥିପାଇଁ ମୁଁ ମ୍ୟୁଟ କରିଦଉଛି। ଓକେ, ବହୁତ ମତେ ବଢିଆ। ଚାନ୍ସ କାହିଁକି ଦେଲେନି? ଆଜି ନୂଆ ଲୋକଙ୍କୁ ଟିକେ ଡାକିଲେ, କହିଲେ ହେଲେ ଯେତିକ ନୂଆ ଲୋକ ଆଜି ଆସନ୍ତୁ, ସେଟା ବି ଠିକ। ହଉ, ଓଭର ଟୁ ସତ୍ୟଦେव। ଓକେ, ବହୁତ ବଢିଆ କଥା। ଆକ୍ଚୁଆଲି ଆଜି ଗୁରୁକୁଳରେ ଆମେ ବହୁତ କିଛି ଶିଖିଲେ, ତ ଯୋଉଥିରେ କି ଆମେ ଆଗକୁ ବଢି ପାରିବା। ହଁ, ରିଏଲି ଆରସିଏମ ରେ ଯଦି ଆମେ ଆଗକୁ ବଢିବାକୁ ଅଛି ତ ଗୁରୁକୁଳରେ ଆସିବାକୁ ତ ପଡିବ। ଗୁରୁକୁଳ ଆସିବା ବିନା ଆମେ ଆରସିଏମ ରେ ସଫଳତା ପାଇବା, ଇଏ ଗୋଟେ ସ୍ୱପ୍ନରେ ରହିଯିବ। ତ ଗୁରୁକୁଳ ଆମ ପାଇଁ ବହୁତ ଜରୁରୀ। କିଛି ବହୁତ କାମ, ଯାହା ବି କାମ ଥାଉ, ଗୁରୁକୁଳ ହଉଛି ପ୍ରାୟୋରିଟିରେ ଏକ ନମ୍ବରରେ ରଖିବା। ଆଉ ସିଏ ହିଁ ଆମ ପାଇଁ ବହୁତ ସାରା, ଗୁରୁକୁଳ ଆମ ପାଇଁ ବହୁତ କିଛି କରୁଛି। ଯେମିତିକି ଅପା ତ ବହୁତ କିଛି କହିଲେ, କିନ୍ତୁ ଯୋଉଗୁଡା ଦେଖାଯାଉନି ମୁଁ ସେଇଗୁଡା କହୁଛି। ଯେ ଯେମିତିକି ଆମକୁ ଆମର ଯୋଉ ସକାଳୁ ସକାଳୁ ନ ଉଠିବାର ଯୋଉ ଆଳସ୍ୟପନ ଅଛି, ତ ଆଳସ୍ୟପନକୁ ବି ଦୂର କରୁଛି। ତା ସହିତ ସମୟ, ବହୁତ ସାରା ଲୋକଙ୍କର ସକାଳୁ ବହୁତ କାମ ଅଛି, ତ ଟାଇମକୁ ମ୍ୟାନେଜମେଣ୍ଟ କରିବା ବି ଶିଖଉଛି। ସିଏ ବି ଗୋଟେ ବହୁତ ବଡ କଥା ଆମ ପାଇଁ। ତ ସକାଳୁ ସକାଳୁ ଯେତେବେଳେ ଆମେ ଗୋଟେ ଭଲ ବିଚାର ଆମ ମନ ଭିତରେ ଆଣୁଛେ, ପୁରା ସମ୍ପୂର୍ଣ୍ଣ ଦିନଟା ଆମର ସେମିତି କିଛି ଗଠନାତ୍ମକ କାର୍ଯ୍ୟରେ ଆମକୁ ନିଜକୁ ଇନଭଲ୍ଭ କରୁଛେ, ସେଟା ବହୁତ ବଡ କଥା। ହଁ, ୟୁଏଲପି ଅଛି, ଅପା ବି ଯିବେ, ମୁଁ ଯିବି, ଆହୁରି ବହୁତ ସାରା ସାଥୀ ଯିବେ। ଖୋର୍ଦ୍ଧା ଆମେ ତ ବାହାରିଛୁ ଏବେ, କିନ୍ତୁ ଫିର ବି ଗୁରୁକୁଳ ହଉଛି ପ୍ରାୟୋରିଟି। ବିନା ଗୁରୁକୁଳରେ ଆମେ କୌଣସି କାର୍ଯ୍ୟ ଆମେ କରିପାରିବା ନାହିଁ। ତ ସେଥିଲାଗି ଆମେ ଗୁରୁକୁଳକୁ ପ୍ରାୟୋରିଟିରେ ଏକ ନମ୍ବରରେ ରଖିବା ନିହାତି ଉଚିତ। କେବଳ ଯେ ଆମେ ରଖିଲେ ହବନି, ଇଏ ସମ୍ପୂର୍ଣ୍ଣ ଭାରତ ବର୍ଷରେ ଆମେ ଯୋଉଠି ଯୋଉଠି ଯିଏ ଯିଏ ବି ଚିହ୍ନା ଜଣା ଲୋକ ଅଛନ୍ତି, ତ ତାଙ୍କୁ ବି ଆମେ ତାଙ୍କୁ ଇନଭାଇଟ୍ କରିବା। ଗୋଟେ ଦିନ ଆଗରୁ ତାଙ୍କୁ ଫୋନ କରିବା, ତାଙ୍କୁ ଗୁରୁକୁଳର ଦି ତିନିଟି ଭିଡିଓ ଦେଖେଇବା, ତାଙ୍କୁ ଗୁରୁକୁଳ ଉପରେ ତାଙ୍କୁ ଆଗରୁ ଆଟ୍ରାକ୍ଟିଭ, ତାଙ୍କୁ ଯେମିତି ଲାଗିବ ତାଙ୍କୁ କହିବା। ଆଉ ତାଙ୍କୁ ଏ କଥା ବି କହିବା ଯେ କାଲି ସକାଳୁ ମୁଁ ଆପଣଙ୍କୁ ଟିକେ ମନେ ପକେଇଦେବି। ଏ କଥା ବି କହିବା। କିନ୍ତୁ ହଠାତ୍ କରି ତାଙ୍କୁ ଫୋନ କରିକି ସକାଳୁ ସକାଳୁ ଉଠ ଗୁରୁକୁଳ, ଏସବୁ ସେ ଲୋକ ତ ନେଗେଟିଭ ହେଇଯିବ। ତ ସେଥିଲାଗି କରିବା ନିହାତି ଜରୁରୀ। ଆଉ ଯଦି ଯୋଉମାନେ ଏଇ ପ୍ରୟାସରେ ରହୁଛନ୍ତି, ସେଇମାନେ ହିଁ ସଫଳତା ପାଇବେ। ତ ଇଏ ହଉଛି ଗୋଟେ। ଆଉ 3 ମାସ ଭିତରେ ଆରସିଏମ ର ବହୁତ ବଡ ପରିବର୍ତ୍ତନ ହବାକୁ ଯାଉଛି। ଇଏ 3 ମାସ ଆମ ପାଇଁ ବହୁତ ବଡ କଥା। ଟିସି ସାର୍ ଆଜି ବି ସେଇ ସଂକେତ ଦେଇଦେଲେ। କାରଣ ଟିସି ସାର୍ ଯେତେବେଳେ ବି ଯାହା ସଂକେତ ଦିଅନ୍ତି ସେ ତ ହେଇକି ରହେ। ଆଜି ବି ସେଇ ସଂକେତ ଦେଇଦେଲେ ଯେ ଯଦି ଆଜି ଆମେ ଏଇ 3 ମାସ ଭିତରେ ଆମେ ସମସ୍ତଙ୍କୁ ଆମ ଟିମର ଇନଭଲ୍ଭ କରିଦବା, ଯଦି ଆମେ ଆମେ
ଡାକୁନେ ଗୁରୁକୁଳକୁ ଡାକୁନେ ତାହେଲେ ଆମେ ବହୁତ ବଡ଼ ଲସ୍ ଆମେ ପାଇବା। ତ ସେତେବେଳେ ଆମକୁ ଗୋଟିଏ ଜିନିଷ କେବଳ ଥିବ, ପସ୍ତେଇବା। ପସ୍ତେଇବା ଛଡା ଆଉ କିଛି ବି ନଥିବ। ତ ଇଏ ହଉଛି ଗୋଟେ ବହୁତ ବଡ଼ କଥା। ଓକେ, ସୁକାନ୍ତ ବାବୁ ଆସନ୍ତୁ। ହଁ ସୁକାନ୍ତ ବାବୁ। ସାର୍ ନମସ୍କାର ସାର୍, ଜୟ ସିଂ ସାର୍। ନମସ୍କାର, ଜୟ ଆସି। ହଁ ସାର୍ ନମସ୍କାର ସାର୍, ଫୋନ୍ କରିଥିଲେ ମୁଁ କହିଲି ଆଉ ଟିକେ ବଲାଙ୍ଗୀର ଅଛି। ହଁ ସାର୍, ତ ଆଜି ଗୁରୁକୁଲ ଦେଖୁଥିଲି, ଆଜି ଇଏରେ ଦେଖି ପାରିଲିନି, ବର୍ତ୍ତମାନ ୟୁଟ୍ୟୁବରେ ଦେଖିଲି। ସାର୍ ବହୁତ ଗୁଡ଼ା କଥା କହିଲେ। ମିନିମମ୍ ସାର୍ 5 ଜଣଙ୍କୁ ନିହାତି ସାର୍ କଲ୍ କରିକି ଆମ ଗୁରୁକୁଲକୁ ବସେଇବାକୁ ପଡ଼ିବ। ଏମିତି ଆମ ଟିମ୍ ଯଦି ଆମେ ଡୁପ୍ଲିକେସନ୍ କରିଦେବା, 5 5 ଜଣ ଯଦି ବସି ପାରିଲେ, ହୁଏତ ଆମ ଟିମ୍ରେ ଯିଏ 5 ଜଣ ବସିଛି, ସେ ମାସେ ଖଣ୍ଡେ ରେଗୁଲାର ଯେ ଗୁରୁକୁଲ ଦେଖିଦେଲା, ସେ ଆଉ ତାର ଆଉ ସେ କେବେ ବି ସେ ମିସ୍ କରିବନି। ମୁଁ ପ୍ରଥମ ପ୍ରଥମ ଗୁରୁକୁଲ ଦେଖୁନଥିଲି। ମୁଁ ଯେତେବେଳେ ପ୍ରଥମ ଗୁରୁକୁଳରେ ବସିଲେ, ଦିନେ ଦେଖୁ ଦିନେ ଦେଖୁନଥିଲି। ଆମେ ତ ଭିଡିଓ ମନରେ ଦେଖିପାରିଲୁ, ସବୁବେଳେ କାମ ରହିଯାଉଛି। ଆଉ ସାର୍ ଦେଖନ୍ତୁ, ମତେ ଯୋଉଟା ନ ବସିతే ମତେ ୟୁଟ୍ୟୁବରେ ଦେଖିବାକୁ ମତେ ଇଏ ଲାଗୁଛି। ସବୁବେଳେ 6ଟା ମାନେ 6:30 ତ ଆମର ରହୁନି। 6ଟା ବେଳକୁ ସାର୍ ଯଦି ଆମେ ଜଏନ୍ କରୁଛେ, ନହେଲେ 1000 ଲୋକ ଜଏନ୍ କରୁଛେ, ଆଉ ଦେଖି ହଉନି। ମତେ ଆଜି ଦୁଃଖ ଲାଗିଲା। ମୁଁ 5 ମିନିଟ୍ ଆଗରୁ ଜଷ୍ଟ 6ଟା ବେଳକୁ ମୁଁ କାଲିକୁ ଜଏନ୍ କରିଥିଲି। ଆଜି 6:15 20 ହେଲା ବେଳକୁ ସାର୍ ଆଉ ବର୍ତ୍ତମାନ ଆମର ସୁଯୋଗ ମିଳିଲାନି ଆମର ଦେଖିବା ପାଇଁ ଆମର ଜୁମ୍ ରେ। ବର୍ତ୍ତମାନ ୟୁଟ୍ୟୁବ ଦେଖୁଥିଲି। ଆଉ ବହୁତ ଗୁଡାଏ ଜିନିଷ ସାର୍, ବହୁତ ଆମର ଜୁମ୍ ରେ ଆମର ଗୁରୁକୁଳରେ ସାର୍ ଯିଏ ବସିଛି ସେ ଜାଣିବ ତାର ମହାତ୍ମା କଣ। ଆଉ ଯିଏ ନ ବସି ତାର ସେ କିଛି ଜାଣିପାରିବନି। କାରଣ ଗୁରୁକୁଳ ହଉଛି ଏମିତି ଗୋଟେ ଜିନିଷ, ଯେମିତି ଆମର ଗୁରୁକୁଳ ଆଶ୍ରମ ଯେମିତି ଅଛି, ଯେମିତି ଆମର ଶିକ୍ଷା ଦିଆଯାଏ, ସେଥିପାଇଁ ଆରସିଏମ ର ଗୁରୁକୁଳ ହଉଛି ଆମ ପାଇଁ ବେଷ୍ଟ। ଆମର ଲାଇଫ ହବ, ଆମର ଫାଇନାନ୍ସିଆଲ ଫ୍ରିଡମ ହବ। ଆମେ କେମିତି ସ୍ୱାସ୍ଥ୍ୟ ସେବା ଆମର ଏ ବିଷୟରେ ଆମେ ଲୋକଙ୍କୁ ସଚେତନ କରିପାରିବା କେବଳ ଗୁରୁକୁଳ ମାଧ୍ୟମରେ। ଆଉ ଗୁରୁକୁଳ ଆମେ ଏମିତି ଗୋଟେ ପ୍ଲାଟଫର୍ମ ଅଛି, ଲୋକଙ୍କୁ ଆମେ ଯଦି ବସେଇ ପାରିବା, ନିଶ୍ଚିତ ଆମର ନୟା ଭାରତ ନିର୍ମାଣ ଆମେ କରିପାରିବା। ଆଉ ଆମର ଲୋକମାନଙ୍କର ଆମର ଉନ୍ନତି ଆଣିପାରିବା, ନିଜର ଉନ୍ନତି ସହ ଲୋକମାନଙ୍କର ଉନ୍ନତି ଆଣିପାରିବା। ସେଟା ହିଁ ମୋର ଉଦ୍ୟମ ରହିବ। ଆଉ କାଲିଠୁ ସାର୍ ମୁଁ ଆଜିଠୁ ମୁଁ ସାର୍ ବର୍ତ୍ତମାନ ଇଏ କରିଛି, କାଲିଠୁ ନିଶ୍ଚିତ ସାର୍ ଗୁରୁକୁଳ 5ଟା ଲୋକ ନିଶ୍ଚିତ ବସେଇବି ସାର୍। ଯାହା ହଉ, ବହୁତ ବଢିଆ କଥା। ଆକ୍ଚୁଆଲି ଯଦି ଆମେ କ୍ୟାମେରା ଅନ୍ କରିପାରୁନେ, ଆମେ ୟୁଟ୍ୟୁବରେ ଶୁଣିବା ଆଉ ଗୁରୁକୁଲ ଜୁମ୍ରେ ଏଣ୍ଟ୍ରି କରିବାନି। ଯଦି କ୍ୟାମେରା ଅନ୍ କରିପାରୁଛେ, ହ୍ୟାଣ୍ଡ ରାଇଜ୍ କରିକି କହିପାରୁଛେ, ତାହେଲେ ଆମେ ପାର୍ଟିସିପେସନ୍ କରିବା। ତାହେଲେ ଆମେ ଏଥିରେ ୟୁଟ୍ୟୁବରେ ଦେଖିବା। କିନ୍ତୁ ଦେଖିବା ସେଇ ସମୟରେ ଦେଖିବା ଜରୁରୀ। ପଛରେ ଦେଖିଲେ ସବୁ ତ ବାସି ହେଇଯିବ। ବାସି ଖାଦ୍ୟ ଖାଇଲେ ତ ଦେହ ବି ଖରାପ ହେଇଯାଏ। ତ ଇଏ ହଉଛି କଥା। ବହୁତ ବଢିଆ କଥା। ଯାହା ହଉ, ଆପଣଙ୍କ ସଂକଳ୍ପରେ ଆପଣ ସଫଳ ହୁଅନ୍ତୁ। ଆଉ ଆରସିଏମ ରେ ସଫଳତା ପାଇବାକୁ ଅଛି ତ ଗୁରୁକୁଳକୁ ଆସିବାକୁ ଅଛି। ଆଜ୍ଞା ସାର୍। ଗୁରୁକୁଳ ବିନା କୌଣସି ସଫଳତା ନାହିଁ। ତ ଇଏ ଫାଇନାଲ। ଆଉ ଆଗାମୀ 3 ମାସ ଭିତରେ ବହୁତ କିଛି ବଡ଼ ପରିବର୍ତ୍ତନ ହଉଛି, ଆଉ ଯାହାର କି ଆପଣ ଗୁରୁକୁଳକୁ ଆସିଲେ ହିଁ ଜାଣିପାରିବେ। ବିନା ଗୁରୁକୁଳରେ କିଛି ବି ହେଇପାରିବ ନାହିଁ। ଆଉ ଟିମକୁ ଯଦି ଆପଣ ସଫଳତା ଦବା ପାଇଁ ଚାହୁଁଛନ୍ତି, କାରଣ ଟିମର ସଫଳତା ହିଁ ଆପଣଙ୍କ ସଫଳତା, ଯଦି ଦବାକୁ ଚାହୁଁଛନ୍ତି ତାହେଲେ ଟିମକୁ ବି ଇନଭାଇଟ୍ କରନ୍ତୁ। ଆପଣଙ୍କ ଅଫଲାଇନ୍ ହୁଅନ୍ତୁ, ଆପଣଙ୍କର ଗ୍ରୁପରେ କିଏ ବି ହୁଅନ୍ତୁ, ଆପଣଙ୍କ କ୍ରସ୍ ଲାଇନ୍ ହୁଅନ୍ତୁ, କିଏ ବି ହୁଅନ୍ତୁ, ସମସ୍ତଙ୍କୁ ଗୁରୁକୁଳକୁ ଇନଭାଇଟ୍ କରନ୍ତୁ। ତ ଗୁରୁକୁଳ ଆସିଲେ କଣ, ମାହୋଲ ଯେତେବେଳେ ପରିବର୍ତ୍ତନ ହେଇଯିବ, ତ ଆଚ୍ଛା, ବର୍ଷା ଯଦି ହବ ଜଣଙ୍କ ଜମିରେ ହବ ନା ସମସ୍ତଙ୍କ ଜମିରେ ହବ? ସମସ୍ତଙ୍କ ଜମିରେ ହବ। ଯଜ୍ଞ ସମସ୍ତେ କରିବା ଦରକାର ନା ଜଣେ ଜଣେ କରିବା ଦରକାର? ତ ସମସ୍ତେ ଯଜ୍ଞ କରିବା, ସାମୂହିକ ଯଜ୍ଞ କରିବା। ଆଉ ମାନେ ବର୍ଷା ହବ ତ ସମସ୍ତଙ୍କ ଜମିରେ ହବ। ବହୁତ ବଢିଆ କଥା। ଓକେ, କାର୍ତ୍ତିକ ବାବୁ, ୱେଲକମ୍। ସାର୍ ନମସ୍କାର, ଜୟ ଶ୍ୟାମ। ଜୟ ଆର୍ସି। ସାର୍ ଆଜି ଗୁରୁକୁଳରେ ବି ଏଣ୍ଟ୍ରି କରିଥିଲି, ସେଥିରେ କାହିଁ 3 4 ଥର ଟ୍ରାଏ କଲି, ହେଲାନି। ଲାଷ୍ଟକୁ ୟୁଟ୍ୟୁବରେ ଦେଖିଲି। ତ ୟୁଟ୍ୟୁବରେ ବି ଆଜି ବଢିଆ କଥା ଜାଣିବାକୁ ମିଳିଲା ଯେ ଟିସି ସାର୍ କହୁଛନ୍ତି ଯେ ପର ଡେ 5 ଜଣ, 8 ଜଣ, 10 ଜଣ, 50 ଜଣ, ଇଭିନ୍ 100 ଜଣ ବି ଡାକିଲେ ବି ମାନେ ବହୁତ ଜଲ୍ଦି ଗ୍ରୋଥ କରିହବ। ତ ମିନିମମ୍ ଟା 5 5 ଜଣ ଡାକିଲେ ସେଟା ଗ୍ରୋଥ କରିହବ ବୋଲି ଏଇ ଯୋଉ 3 ମାସ କଥା କହିଲେ, ତ ଭଲ ରେଜଲ୍ଟ ମିଳିବ। ଆଉ ଲୋକ ବି ପଜିଟିଭ ହେଇ ଗୁରୁକୁଳରେ ଏଣ୍ଟ୍ରି କରିବା ଦ୍ୱାରା ଆରସିଏମ ବିଜନେସ ଆମର ଗ୍ରୋଥ ହେଇପାରିବ, ମାନେ ଜିଏସ୍ ଦ୍ୱାରା। ଗେଷ୍ଟ ଅଭିଯାନ, ଗେଷ୍ଟ ଯୋଉ କହୁଛନ୍ତି। ଆରସିଏମ ଆଜ୍ଞା ଅଭିଯାନ। ଆଜ୍ଞା ଆଜ୍ଞା। ତ ଏଇଟା ଗୋଟେ ଭଲ ଆଜି ଟପିକ ଥିଲା। ତ ଆମେ କଣ ଶିଖିଲେ?
तो ମୁଁ ବି ସେଇଆ ସଂକଳ୍ପ କରୁଛି ଯେ 4-5 ଜଣ 10 ଜଣ ଏମିତି ଧୀରେ ଧୀରେ କମିଟମେଣ୍ଟ ହିସାବରେ ବଢେଇ ଚାଲିବି। ତ ସକାଳୁ ମୁଁ 2 ଜଣଙ୍କୁ ବି ଫୋନ କରିକି ଡାକିଲେଣି ଅଲରେଡି ଆମ ଟିମ୍ ର। ସେ କାହିଁ ଆସିନାହାନ୍ତି, କଣ ଦିନ କଣ ନେଟ୍ ପ୍ରୋବ୍ଲେମ ଅଛି। ସେ ମିଲି ନନ୍ଦୀକି ଫୋନ କରିଥିଲି, ସେ ବି ଆସିବେ। ଆଉ ଆମର ବାସନ୍ତୀ ସେଠି, ତାପରେ ଦେଖୁଛି ଆଜି ତ ଯାହା ହେଲା ହେଲା, କାଲିଠାରୁ ଜୋରସୋର ଗୁରୁକୁଳ ଆଉ ଗୁରୁକୁଳ ଶାଖାରେ ବସିବା ପାଇଁ କି ପ୍ରୟାସ ଜାରି ରଖୁଛି ଆଉ। ଜୟ ओके, ସିଂ ସାର୍। बहुत बढ़िया, धन्यवाद। प्रवीणा मैडम, ଆପଣ ଅନମ୍ୟୁଟ୍ କରିପାରିବେ କି? ସାର୍ ନମସ୍କାର। ନମସ୍କାର, ସାର୍ ନମସ୍କାର। ଆଜି ସରି, ମୁଁ ଗୁରୁକୁଳରୁ କିଛି ଦେଖିନି, ଅଳ୍ପ ଟିକେ ସମୟ ଦେଖିଛି। ଓକେ ଓକେ, ଠିକ ଅଛି, ମୁଁ କହିଲି ୟୁଟ୍ୟୁବରେ ଟିକେ ଜଷ୍ଟ ଦେଖିଦେବା। ଆଉ ମୁଁ ଆଜି ଏଟାକୁ ଦେଖିଦେବି ଏଥିରେ ଇଏରେ, ମୁଁ ଆଉ ଟିକେ ଦେଖିପାରିଲିନି। ଡେରିରେ କାଲି ଟିକେ ଶୋଇଲା ପରେ ଆଉ ଟିକେ ବ୍ୟସ୍ତରେ ଉଠି ପଡିଲି, ହେଇପାରିଲାନି। କିନ୍ତୁ ମୁଁ କହିଲି ଦେଖେ ଆଜି ସାରଙ୍କର କ୍ଲାସ ଚାଲିଛି କି ନାହିଁ, ସେଇଥିପାଇଁ ଟିକେ ମୁଁ ଖୋଲିଲି। ଓକେ, ଥ୍ୟାଙ୍କ ଠିକ ଅଛି, ଆମେ ଆମେ ଦେଖିଦେବା। ଓକେ, ୟୁ। ମିନତି ମ୍ୟାଡମ ଅନମ୍ୟୁଟ୍ କରିବେ କି? ଅନମ୍ୟୁଟ୍ ର ଗୋଟେ ଅପସନ ଯାଉଛି, ଓକେ ବୋଲି ଟଚ୍ କରିଦିଅନ୍ତୁ। ଅନମ୍ୟୁଟ୍, ଆପଣଙ୍କ କ୍ୟାମେରା ବୁଲିଗଲା। ହଁ, ଗୋଟେ ଅପସନ ଯାଉଛି, ଓକେ ବୋଲି ଟଚ୍ କରିଦିଅନ୍ତୁ, ହେଇଯିବ। କିଛି ପ୍ରୋବ୍ଲେମ ରହୁଛି ଯୋଉଥିରେ କି ହେଇପାରୁନି ବୋଧେ। କେତେବେଳେ ଆମେ ଯିବା ଦେଖିକି ତାଙ୍କୁ କହିଦେବା। ଓକେ, ବହୁତ ବଢିଆ କଥା। ଆଜି ଆମେ ଗୁରୁକୁଳରେ ବହୁତ ଭଲ ଭାବରେ ଆମେ ଶିଖିଲେ କି ଗୁରୁକୁଳ ଆମର ଆମେ ଲାଇଫରେ ଆମେ ପ୍ରାୟୋରିଟିରେ 1 ନମ୍ବରରେ ରଖିବା ନିହାତି ଜରୁରୀ। ଗୁରୁକୁଳକୁ ଆସିଲେ ହିଁ ଆମକୁ ସଫଳତା ଆମକୁ ମିଳିବ। ଓକେ, ଠିକ ଅଛି, ଆଜି ତ ସମୟ ଯାଇ ସାର୍ଙ୍କୁ ଆମେ ଇନଭାଇଟ୍ କରିବା, କାରଣ ଆମେ ୟୁଏଲପି ପ୍ରୋଗ୍ରାମକୁ ଯିବା, ଖୋର୍ଦ୍ଧା ଯିବା। ସାର୍ ପ୍ଲିଜ ୱେଲକମ୍ ସାର୍। ଚାନ୍ଦ ସାର୍, ଆପଣଙ୍କର ଅନମ୍ୟୁଟ୍ ତ ହେଇଛି। ଆଜ୍ଞା, ବହୁତ ଧନ୍ୟବାଦ। ଆଜ୍ଞା, ନମସ୍କାର। ଆମର ଆଜି ଆଚ୍ଛା କ୍ଲିୟର ୟୁଏଲପି ହେଇଗଲା ପ୍ରୋଗ୍ରାମ ପାଇଁ ନମସ୍କାର ସମସ୍ତଙ୍କୁ। ନମସ୍କାର ମ୍ୟାଡାମ, ନମସ୍କାର। ଆଜ୍ଞା। ନମସ୍କାର ସାର୍, ନମସ୍କାର। ଆମେ ରେଡି ହେଇଗଲୁଣି ଖୋର୍ଦ୍ଧା ଯିବା ପାଇଁ। ମୁଁ ଆଜି ପୁରୀରେ ତ ଆସି ପହଞ୍ଚିଲି, ଗାଁକୁ ଯିବି ଭୁବନେଶ୍ୱର ଆସିଥିଲି ଟିକେ ଜରୁରୀ କାମରେ। ଦେଖିବା ଡେରି ହେଇଯାଇପାରେ ବୋଧେ ପହଞ୍ଚି ପାରିବା ପାଇଁ। ତ ମ୍ୟାଡାମ ମାନେ ଖୋର୍ଦ୍ଧାରୁ ତ ବହୁତ ଲୋକ ଯିବେ, ଆମର ଯୋଉ ଶର୍ମିଷ୍ଠା ମ୍ୟାଡାମଙ୍କର, ନୁହେଁ କି? ଆଜ୍ଞା ଆଜ୍ଞା। ତ ଆଉ ଯଦି ୟୁଏଲପି ପ୍ରୋଗ୍ରାମ ଖୋର୍ଦ୍ଧାରେ ବଡ ଆକାରରେ ହଉଛି, ତାପରେ ତ ଏଇ ପ୍ରତି ମାନେ ଏପଟେ ପୁଣି ଭୁବନେଶ୍ୱର, କଟକ ଚାରିଆଡେ ହବ ରେଗୁଲାର ୟୁଏଲପି ପ୍ରୋଗ୍ରାମ। ୟୁଏଲପି ପ୍ରୋଗ୍ରାମ ଆଟେଣ୍ଡ କରିବା ପାଇଁ ଚେଷ୍ଟା କରିବା ଦରକାର ସମସ୍ତଙ୍କୁ ନେଇକି। ଯେତେ ୟୁଏଲପି ପ୍ରୋଗ୍ରାମ ଆଟେଣ୍ଡ କରି ନୂଆ ଲୋକଙ୍କୁ ଯେତେ ବସେଇ ପାରିବ ସେତେ ଭଲ ହବ। ତାପରେ ଆମର ଏବେ ଆମେ ଚେଷ୍ଟା କରିବା ଯେମିତି ଗୁରୁକୁଳରେ ବେଶୀ ଲୋକ ଯେମିତି ବସିବେ। ମୁଁ ଆଶା କରୁଛି ଆରତୀ ମ୍ୟାଡାମଙ୍କର ତ ନିଶ୍ଚିତ ଅଧିକା ବସିବେ ସେମାନେ, ଯୋଉ ପ୍ରକାର ଭାବରେ ଆରତୀ ମ୍ୟାଡାମ ତାଙ୍କ ଟିମ୍, ପ୍ରବୀଣା ମ୍ୟାଡାମ ଏମାନଙ୍କର ଯେମିତି ଏଇ ଯୋଉ ଅଭ୍ୟାସ ହେଇଗଲାଣି। ମୁଁ ଏବେ ଭାବୁଛି ଯେ ଯଦି ପ୍ରବୀଣା ମ୍ୟାଡାମ, ଆରତୀ ମ୍ୟାଡାମ ଥରେ ଆମର ଏଇ ଗୁରୁକୁଳ କିମ୍ବା ଏଇ ଗୁରୁକୁଳ ସାଥିରେ ନ ବସନ୍ତି, ତାହେଲେ ନିଶ୍ଚୟ ତାଙ୍କୁ ଭଲ ଲାଗୁନଥିବ, ନୁହେଁ କି? ସେ ଭଲ ଲାଗିବନି, ସେ ଅଭ୍ୟାସ ହେଇଗଲେ ତ ବହୁତ ଭଲ ଲାଗିବ। ତ ସେଥିପାଇଁ ସୁକାନ୍ତ ବାବୁ, କାର୍ତ୍ତିକ ବାବୁ ଏମାନେ ଯଦି ଚେଷ୍ଟା କରନ୍ତେ ତାହେଲେ ବହୁତ ଭଲ ହୁଅନ୍ତା। ଆଉ ଅଳ୍ପ ସମୟ ବୋଧେ ଅଛି, ଆଜ୍ଞା ଆଜ୍ଞା ସାର୍। ତ ଏଥିରେ ଟିକେ କଥାବାର୍ତ୍ତା ହେଇପାରିବା ଟିକେ ସୁକାନ୍ତ ବାବୁଙ୍କ ସହିତ। ସୁକାନ୍ତ ବାବୁ, ହ୍ୟାଲୋ। ସାର୍ ନମସ୍କାର ସାର୍। ନମସ୍କାର। ଆପଣଙ୍କର ଟିମ ର ଏତେ ବହୁତ ଲୋକ ଅଛନ୍ତି,
ଆପଣ ସେମାନଙ୍କୁ ମୋଟିଭେଟ କରିବା ପାଇଁ ଆମକୁ କୁହନ୍ତୁ, ଆମକୁ କନଫରେନ୍ସ ରେ ଆଣନ୍ତୁ। ଯଦି ମୁଁ କାଲିଠୁ ସେ କଥା ଭାବୁଛି ଆଜି କହିବି ବୋଲି, ଆଜ୍ଞା ଯେ ସାର୍। ଆପଣ ମାନଙ୍କର ଆଉ ଅନ୍ୟମାନେ ସାହୁ ବାବୁ ଆସିନାହାନ୍ତି, ମାନେ ଅନ୍ୟମାନେ ବସିବେନି, ଆପଣ ମାନେ ଯଦି ସେମାନଙ୍କୁ କହୁଛନ୍ତି କିନ୍ତୁ ତାଙ୍କୁ ଭଲ ଭାବେ ହୁଏତ ବୁଝେଇ, ଦିଟା କଥା ହୁଏ, ଭଲ ଭାବେ ତାଙ୍କର ବୁଝେଇବା ଆଉ ତାଙ୍କୁ ମୋଟିଭେଟ କରିବା, ତାଙ୍କର ଭିଜନ ଦେଖେଇବା, ଇଏ ଗୋଟେ କଥା ହୁଏ। ଆଉ ଗୋଟେ କଥା ଏଗୁଡା ସବୁ ଏଇ ସବୁ ମୋଟିଭେସନ, ତାଙ୍କର ଭିଜନ ଦେଖେଇବା, ଇଏ ଗୋଟେ ଗୋଟେ ପ୍ରକାର ଆମେ ତାଙ୍କୁ ପ୍ରେରଣା ଦେଇପାରିବା ଯେ ଗୁରୁକୁଳରେ ଆସିବା ପାଇଁ। ଦ୍ୱିତୀୟ କଥା ହଉଛି କଣ, ଆମେ ଯେତେ ଲୋକଙ୍କ ସହିତ ସମ୍ପର୍କ ରଖିବା, ଯେତେ ଲୋକଙ୍କର ପ୍ରତି ଆମେ ଭଲ ଭାଷା ରଖିବା, ଲୋକେ ଆମେ ଆମର ଚାରିପଟେ ଲୋକମାନେ ଯୋଉମାନେ ଆମକୁ ଭଲ ପାଆନ୍ତି, ସେମାନେ ଯଦି ସେମାନେ ଆମ କଥାକୁ ଯଦି ଇମ୍ପୋର୍ଟାଣ୍ଟ ଦେବେ ଏମିତି, ତାହେଲେ ସେ ନିଶ୍ଚିତ ଭାବେ ଆମେ ପ୍ରଭାବିତ କରିପାରିବା। ଏ କ୍ଷେତ୍ରରେ ଆରତୀ ମ୍ୟାଡାମଙ୍କର ଗୋଟେ ଏକ୍ସାମ୍ପଲ, ତାଙ୍କର ଆଜି 5-7 ଜଣ ଆସୁଛନ୍ତି, ଆହୁରି ବି ମଧ୍ୟ ଆସିବେ। ତାଙ୍କର ବ୍ୟକ୍ତିତ୍ୱର ଗୋଟେ ବଡ ମାନେ ଭଲ ଗୁଣ ଅଛି ଯେ ତାଙ୍କର ଯୋଉ ଟିମ ର ଯୋଉମାନେ ସବୁ ଅଛନ୍ତି ତାଙ୍କ ସହିତ ଅତି ଆନ୍ତରିକତାର ସହିତ ଯୋଡବା ଯାଉ କହନ୍ତି, ଯୋଡି ହବା, ଯୋଉ ଆନ୍ତରିକତା ସହିତ ଯୋଡି ହବା, ନିଜର ଏକ୍ସାଇଟମେଣ୍ଟ, ଖୁସି, ଯେତେ ବ୍ୟକ୍ତିଗତ ଭାବେ ଯୋଉ ଏକ୍ସାଇଟମେଣ୍ଟ ଆଉ ଏଇ ଗୁରୁକୁଳକୁ ଭଲ ବାସିବା, ଏ ଗୁରୁକୁଳ ସାଥୀକୁ ଭଲ ବାସିବା, ଯୋଉ ପ୍ରକାର ମନୋଭାବ ଯୋଉଟା ଅଛି, ସେଇଟା ପ୍ରଭାବ ପଡୁଛି ତାଙ୍କର ଟିମ୍ ଉପରେ। ସେମାନେ ଫିଲ୍ କରିବେ, ଏଇଟା ହିଁ ହୁଏ। ମୁଁ ଯେତେବେଳେ ଆରମ୍ଭ କାମ କରୁଥିଲି, ମୁଁ ତ ବହୁତ କିଛି ଜାଣିନି, ଆମେ ତ ବେଶୀ କିଛି ଜାଣିନଥିଲୁ। ଆଜି ଆପଣ ମାନେ ଯାହା ଜାଣିଛନ୍ତି, ସୁକାନ୍ତ ବାବୁ ଯାହା ଜାଣିଛନ୍ତି, ତାର 100 ଭାଗରୁ ଭାଗେ ମୁଁ ମଧ୍ୟ ଜାଣିନଥିଲି। କିନ୍ତୁ ଏତେ ଲୋକଙ୍କୁ ପ୍ରଭାବିତ କରିପାରିଲି କେମିତିକା? କାରଣ ମୋର ଓନ୍ଲି ଏକ୍ସାଇଟମେଣ୍ଟ ଦ୍ୱାରା ମୋର ଯୋଉ କମିଟମେଣ୍ଟ, ଅଟୋମେଟିକଲି ଗୋଟେ ସାଇକୋଲୋଜି ହବ ଲୋକମାନଙ୍କର, ଚାରିପାଶ୍ୱରେ ଲୋକମାନଙ୍କର, ଆରେ ଇଏ କଣ ଗୋଟେ କରୁଛି, ଇଏ ଗୋଟେ କଥା କହୁଛି, ନିଶ୍ଚୟ ୟା ଭିତରେ କିଛି ଗୋଟେ ଅଛି, ଦେଖିବା। ଏଇ ଯୋଉ ଭାବନାଟା ଯଦି ଯେତେବେଳେ ଜାଗ୍ରତ ହବ, ଲୋକେ ଟାଣି ହେଇକିରି ଚାଲି ଆସୁଥିବେ। ତ ଏଇ ସବୁ କ୍ଷେତ୍ରରେ ଆମର ଆରସିଏମ କ୍ଷେତ୍ରରେ ସମସ୍ତଙ୍କଠୁ ବେଶୀ କାମ କରିବ ଯଦି ଆମେ ନିଜେ କମିଟେଡ ହେଇକିରି, ଏକ୍ସାଇଟେଡ ହେଇକିରି, ବହୁତ ମାନେ ଖୁସି ହେଇକିରି ଗୋଟେ ଫୋକସ କରିବା। ଯଦି ଆପଣ ତାପରେ ଆଉ ଗୋଟେ ବଡ କଥା ଅଛି, ସେ କ୍ଷେତ୍ରରେ ଯଦି ଆପଣଙ୍କର ଟିମ ର ଯାହା ସହିତ ଆପଣ ମାନେ ଇଣ୍ଟରାକ୍ସନ କରୁଛନ୍ତି ଗୁରୁକୁଳରେ ଆଟେଣ୍ଡ କରିବା ପାଇଁ, ସେମାନଙ୍କୁ ମୋଟିଭେଟ କରିବା ପାଇଁ ଶତପଥୀ ସାରଙ୍କୁ ଆଣନ୍ତୁ କେତେବେଳେ କନଫରେନ୍ସ ରେ, କେତେବେଳେ ମତେ କନଫରେନ୍ସ ରେ ଆଣନ୍ତୁ, 3-4 ଜଣଙ୍କୁ ଏକାଠି କରି ମତେ କନଫରେନ୍ସ ଆଣନ୍ତୁ। ଏଇ କଥାଟା ମୁଁ କାଲିଠୁ ଭାବୁଛି ଯେ ଆପଣ ମାନଙ୍କୁ କହିବି ବୋଲି। ଆଜି କେବଳ ସୁକାନ୍ତ ବାବୁ ଆସିଛନ୍ତି, କାର୍ତ୍ତିକ ବାବୁ ବି, ଆପଣ ମାନଙ୍କୁ କହୁଛି, ଯାହାକୁ ଆପଣ ମୋଟିଭେଟ କରିବାକୁ ଚାହୁଁଛନ୍ତି ଗୁରୁକୁଳରେ ଆଣିବା ପାଇଁ, ଆପଣଙ୍କ କଥାରେ ସେମାନେ ହଁ କହୁଛନ୍ତି କିନ୍ତୁ ଆସୁନାହାନ୍ତି, ତାଙ୍କୁ କନଫରେନ୍ସ ରେ ଆଣନ୍ତୁ, ଶତପଥୀ ସାରଙ୍କ ସହିତ, ମୋ ସହିତ କନଫରେନ୍ସ ରେ ଆଣନ୍ତୁ। ଦେଖିବେ ଏଇ ଅଫଲାଇନ ସହିତ କନଫରେନ୍ସ ଆଣିକିରି, ସଞ୍ଜୀବ ସାରଙ୍କ ସହିତ କନଫରେନ୍ସ ଆଣିକିରି ମୁଁ ଅନେକ ଲୋକଙ୍କୁ ଆରସିଏମ ରେ ଜଏନ କରିଛି। ସଞ୍ଜୀବ ସାର କାଲକାଟାରେ ଥିବେ, ମୁଁ ପୁରୀରେ, କିନ୍ତୁ କନଫରେନ୍ସ ରେ ଆଣିକିରି, ପ୍ରହ୍ଲାଦ ସାରଙ୍କ ସହିତ କନଫରେନ୍ସ ଆଣିକିରି, ସବୁ କ୍ଷେତ୍ରରେ ଥାର୍ଡ ପାର୍ଟି, ଯୋଉ ଅଫଲାଇନ ମାନେ ଥାର୍ଡ ପାର୍ଟିର ସହିତ ଯଦି କନଫରେନ୍ସ ରେ ଆଣି କଥାବାର୍ତ୍ତା କରିବେ, ଏତେବେଳେ ତ କନଫରେନ୍ସ ଏତେ, ଆମ ବେଳେ ତ ଏତେବେଳେ କନଫରେନ୍ସ ଏତେ ମାନେ ହେଇନଥିଲା, ଭଲ ଭାବେ କାମ କରୁନଥିଲା, ନେଟୱାର୍କ ସିଷ୍ଟମ ନଥିଲା। ତ ଆମେ କଣ କରୁ, ଯଦି କନଫରେନ୍ସ ନହେଲା, ସଞ୍ଜୀବ ସାରଙ୍କର ଫୋନ ନମ୍ବର ଦେଇ ପାଖରେ ବସେଇକି ତାଙ୍କୁ ଫୋନ କରି ତାଙ୍କ ହାତରେ କଥାବାର୍ତ୍ତା କରୁ। ତ ଏଇ ସବୁ ଟେକ୍ନୋଲୋଜି ଦ୍ଵାରା ଆମେ ଦୂରରେ ଆମର ଅଫଲାଇନ ସହିତ କନଫରେନ୍ସ ରେ କଥାବାର୍ତ୍ତା କରିବା ଦ୍ୱାରା ଆପଣ ମାନେ କରନ୍ତୁ। ଆରତୀ ମ୍ୟାଡାମ ବି, ଆପଣ ବି ଆପଣଙ୍କ ଟିମ ର କାହା ସହିତ କନଫରେନ୍ସ ରେ ଆପଣ ଯଦି ଚାହୁଁଛନ୍ତି ଯେ ଗୁରୁକୁଳରେ ଆଣିବା ପାଇଁ,
ଆଉ କିଏ ଅଛନ୍ତି ଆପଣଙ୍କ ଦ୍ୱାରା ତ ସମସ୍ତେ ବହୁତ ପ୍ରଭାବିତ ହଉଛନ୍ତି। ଆଉ ଯଦି ବି ଚାହିଁବେ ଆଜ୍ଞା ଯେ ଆପଣ ମଧ୍ୟ ସେଇଭଳି ଆମକୁ ୟୁଟିଲାଇଜ କରନ୍ତୁ, ଶତପଥୀ ସାରଙ୍କୁ ୟୁଟିଲାଇଜ କରନ୍ତୁ, ଆମେ ତାଙ୍କୁ ମୋଟିଭେସନ କରିବୁ। ସୁକାନ୍ତ ବାବୁ ମୋ କଥା ବୁଝିପାରୁଛନ୍ତି? ହ୍ୟାଲୋ ସୁକାନ୍ତ ବାବୁ, ସାର୍ ସୁକାନ୍ତ ବାବୁ, ହଁ ସାର୍ ଜାଣିବୁ ସାର୍। ଆପଣ ଦିନ ଭିତରେ ହଁ କେତେବେଳେ ସାର୍ ଆଜି ଜାଣିବୁ ସାର୍, ଶତପଥୀ ବୁଝି ଶୁଣୁଛି ସାର୍। ବୁଝିପାରିଲେ ତ? ସାର୍ ହଁ କାର୍ତ୍ତିକ ବାବୁ ଆପଣ ବୁଝିପାରିଲେ? ହଁ ସାର୍। ହଁ ଆଉ ଠିକ ଅଛି। ତ ଆମେ ବି ଅନ୍ୟମାନଙ୍କୁ ମଧ୍ୟ କହିବୁ, ଯଦି ଆପଣ ମାନଙ୍କର ଦ୍ୱାରା ଯଦି ଏତେ କହୁଛନ୍ତି, ନିଶ୍ଚୟ ଅନେକ ଲୋକଙ୍କୁ କହୁଥିବେ, ସେମାନେ ହଁ ହଁ କହୁଥିବେ ଆସୁନଥିବେ। ତାହେଲେ ଆମେ ଏଇ ମାନେ ସିଷ୍ଟମ ଟା ୟୁଟିଲାଇଜ କରିବା ହେଲା। ସୁକାନ୍ତ ବାବୁ ଆଜ୍ଞା ହ୍ୟାଲୋ, ସାର୍। ହଁ ସାର୍। ଆପଣ ସବୁବେଳେ କୋଉଠି ଆଜ୍ଞା ଥାନ୍ତି? ସାର୍। ଘରେ ଥାନ୍ତି ହଁ ନା ସାର୍। ଆପଣଙ୍କର କୋଉଠି ଥାନ୍ତି? ଆପଣଙ୍କର ନେଟୱାର୍କ କାଇଁ ପ୍ରୋବ୍ଲେମ ହୁଏ? ନା ସାର୍ ସାର୍ ଗାଁରେ ଟିକେ ହୁଏନି, ମୁଁ ସାର୍ ବାହାରେ ପଳେଇ ଆସିବି, ବାରି ଭିତରେ ଅଛି। ଏବେ ତ ଭଲ ଶୁଣା ଯାଉଛି। ହ୍ୟାଲୋ ସାର୍, ଶୁଭୁଛି ହଁ ସାର୍? ହଁ ଠିକ ସାର୍, ଘର ଭିତରେ ମୁଁ ରହେନି ମୁଁ। ହଁ ଠିକ ଅଛି, ଗାଁରେ ଥ୍ୟାଙ୍କ ୟୁ। ଟିକେ ଟାୱାର ଆସେନି ଟିକେ ଭଲରେ। ଆଚ୍ଛା, ଓଭର ଟୁ ଥ୍ୟାଙ୍କ ୟୁ ଶତପଥୀ ସାର୍। ବାବୁ, ଥ୍ୟାଙ୍କ ୟୁ। ଓକେ, ଥ୍ୟାଙ୍କ ୟୁ ସାର୍। ଆମେ ମାନେ ଗୁରୁକୁଳକୁ ପ୍ରାୟୋରିଟିରେ 1 ନମ୍ବରରେ ରଖିବା। ଲାଷ୍ଟରେ କଣ ଅପା କହୁଛନ୍ତି? ଅପା ସାର୍ ନମସ୍କାର। ଗୋଟେ ନମସ୍କାର। କଥା କହିବାକୁ ଚାହୁଁଛି। ହଁ କାଲି ରଣପୁର ଯାଇକିରି ମୋର ହଁ ଆସିଏମ ତରଫରୁ ଏତିକି ହଁ ବେନିଫିଟ ହଁ ହଁ ହେଇଛି। ହଁ ହଁ ମୁଁ ଜାଣିବାକୁ ଚାହୁଁଥିଲି, ମୋର ହଠାତ୍ ମନେ ପଡିଲା। କୁହନ୍ତୁ କୁହନ୍ତୁ, ରଣପୁରରେ କଣ ହେଲା? ମୋର ମୋର ଏତିକି ବେନିଫିଟ ହେଇଛି। ହୁଁ ଜଣେ ଟିଚରଙ୍କୁ ଭଲ ଭାବରେ ବୁଝେଇଲି, ସେ ହଁ ୟୁପି ସ୍କୁଲ ଅଛନ୍ତି। ହଁ ତାପରେ ଯୋଉ ଡ୍ରାଇଭର ଆମକୁ ନେଇକି ଯାଇଥିଲା ହଁ ଦର୍ଶନ ବୋଲି, ସେ ଆମ ଆଚ୍ଛା ଘର ପାଖର। ଆମେ ଦି ହୁଁ ଜଣ ଯାଇଥିଲୁ, ପ୍ରଜ୍ଞା ମ୍ୟାଡାମ ମୁଁ। ହୁଁ ସେ ହୁଁ ହୁଁ ଡ୍ରାଇଭର ସିଏ ମାନେ ଆସିଏମ ଜଏନ କରିନି, କରିବ, ହୁଁ ହୁଁ କିନ୍ତୁ ସିଏ ଏମିତି ବୁଝେଇଦେଲା। ହୁଁ ତା ତା ସେଇ ଯେ ଟିଚରଙ୍କ ଯିଏ ୱାଇଫ, ସେ ଆଙ୍କ ହୁଁ ଗାଁର ସାଙ୍ଗ। ସେ ଆଚ୍ଛା ଗପସପ ହେଲେ। ତାପରେ ଆସିଲା ବେଳକୁ ଆମେ 4ଟା ବେଳକୁ ଖାଇବୁ ବୋଲି ଯୋଉ ହୋଟେଲରେ ଖାଇଲି, ମୋର ଏତିକି ଲାଭ ହେଲା, ମୁଁ ଗୋଟେ ଧରମ ପୁଅ କରିଦେଇକି ଆଇଲି। ଆଉ ସିଏ ଆଜି ମିଟିଂ ଆସିବ, ଖୋର୍ଦ୍ଧା ମିଟିଂ। ଆଚ୍ଛା, ମାନେ ଆଜି ହୋଟେଲ ଆଜି ମାଲିକ। ଆସିବ। ଆଜି ୟୁଏଲପି ପ୍ରୋଗ୍ରାମରେ ସେ ଆସିଲେ, ଶତପଥୀ ସାରଙ୍କ ସହିତ ଇଣ୍ଟ୍ରୋଡ୍ୟୁସ ହେବେ, ଆଉ ଭଲ ହଁ ଭାବରେ ବୁଝିବେ। କାର୍ଡ ତାଙ୍କୁ ଦେଇଦେଇଛି, ଏତିକି ତାଙ୍କୁ ସେ ଆପଣ କାର୍ଡ ମାନେ ଦେଇଦେଇଛି। ଏତିକି ମୋଟିଭେସନ କରିବେ ଯେ ଜାନୁଆରୀ ଫାର୍ଷ୍ଟ ୱିକରେ ସୀମା ମ୍ୟାଡାମ ଆଉ ମୁଁ ଯିବାର ଅଛି ରଣପୁର। ତେଣୁ ଆପଣଙ୍କର 15, 20, 25 ଲୋକ ଯେମିତିକା ଆସିବେ, ସେ ବିଷୟରେ ତାଙ୍କୁ କହିବେ। ତାଙ୍କୁ ଟିକେ ଏକ୍ସାଇଟମେଣ୍ଟ କରିକି କହିବେ ଯେ ବଡ ପୁରା ଆକାରରେ ପ୍ରୋଗ୍ରାମ ଅଛି ଏକ୍ସାଇଟମେଣ୍ଟ। ଜାନୁଆରୀ ସେ ଫାର୍ଷ୍ଟ ୱିକରେ। ସେ ହୋଟେଲର ମାଲିକ ପିଲାଟି। ମୁଁ ତାକୁ କହିଲି ସେ ଆର୍ ୟୁ ମ୍ୟାରେଡ୍? ରଣପୁର ହୋଟେଲର ମାଲିକ। ନାଇଁ, ମା ମଙ୍ଗଳା ଆମ ଯୋଉ ଅଛି, ସେ ଯୋଉ ତପ୍ତ କଣ, ସେ ଯୋଉ ପାଣି ଯୋଉଠି ଗରମ ହୁଏ, ଭୁଲି ଯାଉଛି ସେଟା, ଆଚ୍ଛା ସେଇ ଜାଗାଟା। ଆଚ୍ଛା, ସାହୁ ବାବୁ ଆସୁଛନ୍ତି, ପ୍ରେମାନନ୍ଦ ସାହୁ ବାବୁ। ହ୍ୟାଲୋ, କଣ ସୂର୍ଯ୍ୟ ଆପଣଙ୍କର ଏଥିରେ ଦେଖା ଯାଉଛନ୍ତି? ସୂର୍ଯ୍ୟ କଣ ସୂର୍ଯ୍ୟ ଦେଖା ଯାଉଛନ୍ତି ସାହୁ ବାବୁ? ହ୍ୟାଲୋ, ସାହୁ ବାବୁଙ୍କର ଗୋଟେ ସୂର୍ଯ୍ୟ ଦେଖା ଯାଉଛି, ହଁ, କଣ ଶୁଣି ଅସୁବିଧା ପାରୁନାହାନ୍ତି? ହେଇଛି? ଜାଣି ହଉନି ବୋଧେ ଆଉ। ଓକେ, ଆଚ୍ଛା, ଠିକ ଅଛି ଠିକ ଅଛି। ସାର୍, ଆମେ ସମସ୍ତେ ବାହାରିବା ଏବେ, ଖୋର୍ଦ୍ଧା ବାହାରିବା। ଆଉ ମିନତି ମ୍ୟାଡାମ, ଆପଣଙ୍କର ବି ହେଇପାରିନି। ଠିକ ଅଛି, ପ୍ରତ୍ୟେକ ଦିନ ପ୍ରୟାସ କରନ୍ତୁ ସାର୍ ସାର୍ ଗୁରୁକୁଳରେ ଟିକେ ଆସିବେ। ସାର୍ ଟିକେ ଯୋଉ ଆଜ୍ଞା। ବାସନ୍ତୀ ସେଠି ଅଛନ୍ତି, ତାଙ୍କୁ ଟିକେ କଣ କୁହନ୍ତୁ, ତାଙ୍କୁ ମୁଁ ଡାକିଛି ଗୁରୁକୁଳକୁ। ଆଜ୍ଞା। ଆଜ୍ଞା। ହଁ ମ୍ୟାଡ଼ାମ, ଆପଣ ରେଗୁଲାର ଆସନ୍ତୁ, ଗୁରୁକୁଳକୁ ଆସନ୍ତୁ। ବାସନ୍ତୀ ମ୍ୟାଡ଼ାମ ପଳେଇଲେ ତ, କାହାକୁ କହିବି? ଓକେ, ଠିକ ଅଛି। ଆମେ ବାରମ୍ବାର ବାରମ୍ବାର ପ୍ରୟାସ କଲେ ହିଁ ଆମେ ସଫଳତା ପାଇପାରିବା। ରେଗୁଲାର ହେଇ ତାଙ୍କର ଆକ୍ଚୁଆଲି ନେଟୱାର୍କର ପ୍ରୋବ୍ଲେମ ହଉଛି, ଯାଉଛନ୍ତି ପୁଣି ଆସୁଛନ୍ତି। ଓକେ ମ୍ୟାଡ଼ାମ, ଆପଣଙ୍କ ରେଗୁଲାର ଗୁରୁକୁଳକୁ ଆସୁଛନ୍ତି ବାସନ୍ତୀ ମ୍ୟାଡ଼ାମ? ବାସନ୍ତୀ ମ୍ୟାଡାମ ବହୁତ ଭଲ ଲିଡର ଜଣେ। ସେ ତାଙ୍କ ଆଜ୍ଞା। ସହିତ ଆମେ ମିଟିଂ ସେ ଆସନ୍ତି, ବହୁତ ଭଲ, ତାଙ୍କର ଉତ୍ସାହ ଆଗ୍ରହ ଅଛି। ତ ହଁ, କାର୍ତ୍ତିକ ନାଇଁ ବାବୁ, ଆକ୍ଚୁଆଲି ତାଙ୍କର ନେଟୱାର୍କର ପ୍ରୋବ୍ଲେମ, କାରଣ ଅଡିଓ କନେକ୍ଟ ହେଇପାରୁନି, ସେ ଆମକୁ ଶୁଣି ପାରୁନଥିବେ। ହଁ ଓକେ, କାର୍ତ୍ତିକ ଠିକ ବାବୁ, ଅଛି। ହ୍ୟାଲୋ, କାର୍ତ୍ତିକ ବାବୁ କାର୍ତ୍ତିକ କୁହନ୍ତୁ। ବାବୁ, ସାର୍ ନମସ୍କାର, ଜୟ ଶ୍ରୀ ସାର୍।
हाँ नमस्कार ना आपण को बहुत थैंक्स आपण एथुर जणा पड़ी आपण चेष्टा करूछंती मिली मैडम आछंती बासंती मैडम आछंती ताले आपणकर कार्यकलाप बहुत भलो सेति पई आपण चेष्टा करूछंती समस्त आनिया पई सेमति चेष्टा करंतु हला थैंक आज्ञा यू आज्ञा बहुत सर बहुत धन्यवाद ओके बहुत बढ़िया कथा बासंती मैडम आपण रेगुलर तो आसुचंती गुरुकुल को यदि आपण संगे रे आउ 2-4 जन को 5 जन को डेली आमे देखिबा गुरुकुल को आसिया पई तो आज्ञा सेमाने भी देखिबे आज्ञा गुरुकुल गुरुकुल को देखंतु आरसीएम रे आमे सफलता पाइबा को हेले हमको गुरुकुल को आसीबा को ही पड़िबो बिना आज्ञा गुरुकुल ले आमे केबे सफलता पाई परिबानी आ केवल आमे आसिले चलिबोनी हम टीम को हमको आनिया को पड़िबो ओके कोंत मैडम आज्ञा आज्ञा बासंती मैडम ए जो मीटिंग हेतिला आपण अटेंड करथिले सेतरे आपणकर कौन सब भल लगिला सब मीटिंग कथावार्ता सब जो हां आज्ञा आज्ञा आउ आपणकर आमे हां कोंतु ना आउ सेमति जो मेन टिके मेंबर आउ टिके जोगाजोग कले मेंबर तो सर टिके माने ठीक टाइम रे कहउचंदी देखला ठीक टाइम रे जाइम नाती अरे एटा हम हेबे हबो सेति पई चिंता करंतुनी एई भली हुए आपण सेटा जे आपणको क्षेत्र रे होची ता नुए ए आम क्षेत्र रे भी से हुए तेणु से बार बार आमे जेते बेले तांको सहित संपर्क रखिबा आ कहबा से माने ग्रहण करिवे तेणु सेति पई जम्मा मन दुख करिवेनी कि सेति पई व्यस्त हेबेनी जे सुनु नांती लोक माने जो माने आपण जेमति आरसीएम को बुझिचंती गुरुकुल को बुझिचंती आपण जो माने सब लोक अछन से माने कोन सेमति बुझिचंती से माने जानिबे से आपण खाली आपनकर कर्म करि चलंतु सेति पई जम्मा व्यस्त होंतुनी कि मन खराब करू नांती सुनु नांती लोके लोके सुनिबाटा टिके लोके जो सुनि जिवे सेतले देखिबे से मानकर बहुत सीरियसली से माने काम करिवे तेणु आपण सेति पई चिंता करंतु आज्ञा ठीक अछि रेगुलर बेसिस रे हमें गुरुकुल को यदि इनवाइट करिबा धीरे आज्ञा धीरे आपण सफल भी हो जाई परिबे प्रत्येक दिन आज्ञा 5 जन को ना लिखिबा 5 जन को तांको इनवाइट करिबा सार जेंति कहले कॉन्फ्रेंस रे हम सहित भी कथार्ता भी कर देई परिबे ता छडा सखाळु टिके तांको मने पके देबे अने हठात आज्ञा करे सखाळु यदि फोन करिकि कहबा तो लोकटा नेगेटिव हो जिवो तो से उठी नथिबो आमे ताको कहतिबा हबनी तो काली जाहा को कहितिबा आज सखाळु आज्ञा तांको फोन करिकि टिके कहतिबा जे आमे मने पके दु एतिक आज्ञा कथा ओके ऑलरेडी तो टाइम हो जाइए हम माने बाहरिबु एबे खोर्धा बाहरिबु समस्त को आज्ञा आज्ञा जय श्री मझिरे फोन आइला बोली मु फोन रे कथा होउची हां ए रखिल ठीक उठ है ओके नमस्कार जय नमस्कार नमस्कार जय जय श्री क्षमा जय मागुची हो जय श्री जय